जय श्री जगन्नाथ भाई मैंने सर्वप्रथम गुरुदेव गणपति को जगदम्बाଙ୍କୁ प्रणाम କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ ର ଇନସାଇଟ ର ଯୋଉ ସେସନ ଗୁଡାକ ଯାଉଛି ସେଇ ସେସନ କୁ ଆଗକୁ ବଢେଇବା ସେ ସେସନ କ୍ରମରେ ଆଜି ଆମେ ପଢିବା ଚନ୍ଦ୍ର। ଭାଇ ସଂସାରରେ ଯେତିକି ପ୍ଲାନେଟ ଅଛନ୍ତି ସମସ୍ତେ କହନ୍ତି ରାହୁ ଖରାପ ସମସ୍ତେ କହନ୍ତି ଶନି ଖରାପ କିଏ କହେ ବୃହସ୍ପତି ମାରିଦେଲା କିଏ କହିଲା ସୂର୍ଯ୍ୟ ଡାଉନ ଅଛି କିଏ କହିଲା କେତୁ ମୁଁ ଜବ ନେଇଗଲାଣି ମଙ୍ଗଳ ମୋର ଖରାପ ଅଛି ମାନେ ମୋ ଜୀବନ ମଙ୍ଗଳ ହେଇଗଲାଣି ସବୁ ଠିକ। କିନ୍ତୁ ଗ୍ରହ ଜଗତର ସବୁଠୁ ଡେଡଲିଏଷ୍ଟ ଆଣ୍ଡ ସବୁଠୁ ଡେଭିଲ ଆଉ ସବୁଠୁ ଏଭିଲ ପ୍ଲାନେଟ ଯଦି ସେଟା ହଉଛି ମୁନ। କାହିଁକି? କାହିଁକି ନା ସେଟା ହଉଛି ତମର ମନ। ଏ ସଂସାରରେ ଯେତେ ଯାହା ଯୋଉଠି ଯେମିତି ଭାବରେ ବି ସୃଷ୍ଟି ହେଇଛି ଆବିଷ୍କାର ହେଇଛି ଉଦ୍ଭାବନ ହେଇଛି ସର୍ବପ୍ରଥମେ ସେଇଟା ଉଦ୍ଭାବନ ହେଇଛି ଜଣକ ମଣିଷର ମନରେ। ଜଣେ ମଣିଷ ଭାବିଛି କି ମୁଁ ଏମିତି ବନେଇବି ତାପରେ ସେ ତାକୁ ମନରେ ଆଙ୍କି ସାରିଲା ପରେ ଯାଇକି ସେ ତାର ଆଙ୍କିଛି କୋଉଠି ମନରେ ଆଙ୍କି ସାରିଲା ପରେ ହିଁ ତାପରେ ସେ ଆଙ୍କିଛି ତାର ଜେନେରାଲ ଇଏରେ। ତେଣୁ ଯଦି ସେଇ ଗୋଟା ହିଁ ଖରାପ ହେଇଗଲା ନା ସେଠି ସରିଗଲା। ଆଇଦର ତମର ଚତୁର୍ଥ ଭାବ ପୀଡିତ ହେଇଯାଉ ନହେଲେ ତମର ମନ ପୀଡିତ ମାନେ ମୁନ ପୀଡିତ ହେଇଯିବ। ଯଦି ସେଠି ପୀଡିତ ହେଇଗଲା ତାହେଲେ ତୁମେ ବିଶ୍ୱାସ କର କୁବେର ଭଳିଆ ଯଦି ତମ ପାଖରେ ଖଜାନା ରହିବ ତାହା ବି ତମେ ଶାନ୍ତି ହବ। ମାନେ ଏତେ ଡେଡଲିଏଷ୍ଟ ପ୍ଲାନେଟ। ମୁଁ ତମକୁ ଗୋଟେ ସିମ୍ପଲ ଆଇଡିଆ କଥା କହୁଛି। ସିମ୍ପଲ ଆଇଡିଆ କଥା ଧର ଆମେ କୌଣସି କାମ ଷ୍ଟାର୍ଟ କରିବାକୁ ବସିବା ଆମେ ଭାବିବା ଆଜିଠୁ ମୁଁ ଏମିତି ଭାବରେ ଚଳିବି ଏମିତି ଭାବରେ କାମ ଆରମ୍ଭ କରିବି 2 ଦିନ କରିବା ତୃତୀୟ ଦିନକୁ କୋଉ ଜିନିଷଟା ଆମକୁ ରୋକିଦିଏ କି ସେଟାକୁ ଆମେ କରିପାରିବାନି। ରିଜିନ କଣ? ହ୍ୱାଟ ଇଜ ଦ ରିଜିନ ବିହାଇଣ୍ଡ? କୋଉ ରିଜିନ ଟା ଆମକୁ ରୋକିଦିଏ କି ଆମେ ମନର କୌଣସି କାମ କରିପାରିବା ନାହିଁ? କାହିଁ ପରସ୍ୟୁ କରିପାରୁନା ସେଟା ମନ। ମୁଁ ଆହୁରି ଗୋଟେ ଏକ୍ସାମ୍ପଲ ଦଉଛି। ମୁଁ ମୋର ଏକ୍ସାମ୍ପଲ ଗୁଡା ଦଉଛି ଯୋଉ ଗୁଡାକୁ ମୁଁ ସବୁ ଓଭରକମ ପ୍ରାୟତଃ କରିଛି ଆଉ କରୁଛି ବି ମଧ୍ୟ ତାକୁ ସେଇ ଟେକ୍ନିକ ୟୁଜ କରିକି। ଯେ ଅ, ସକାଳେ ଆମେ ଆଲାରାମ ଲଗେଇ ଶୋଉ ଆଲାର୍ମ ଟା ସକାଳେ ବାଜେ ଆମ ନିଦ ଟା ଭାଙ୍ଗେ ନିଶ୍ଚିତ ଭାବରେ ଭାଙ୍ଗେ। ସେଇଠି ଆମ ପାଖରେ 2 ସେକେଣ୍ଡ ର ଟାଇମ ଥାଏ ଆଇଦର ମୁଁ ଉଠିଯିବି ଅର ମୁଁ ଆଲାରାମ ବନ୍ଦ କରି ଶୋଇଯିବି। 95% ଅଫ ଦ କେସେସରେ ଲୋକମାନେ ଆଲାରାମ ବନ୍ଦ କରି ଶୋଇପଡନ୍ତି। ତ ମନକୁ ତାର ପାରାମେଟ୍ରିଆ ଆଉ ମନକୁ ତାର ଯୋଉ ଡେଷ୍ଟିନେସନ ଅଛି ମନକୁ ତାର ଯୋଉ ଚିନ୍ତା କରିବାର ଆଉ ଡିସିସନ ନବାର କ୍ଷମତା ଅଛି ସେଟା କେତେ ସେକେଣ୍ଡ ଲାଗିଲା ଚେଞ୍ଜ କରିବାକୁ? 2 ମିନିଟ 2 ମିନିଟ। 2 ମିନିଟ ନା 2 ସେକେଣ୍ଡ? ନା 2 ସେକେଣ୍ଡ 2 ସେକେଣ୍ଡ। ଯଦି 2 ସେକେଣ୍ଡ ଭିତରେ ମନ ତମର ପାରାମେଟ୍ରିଆ ଆଉ ତମର ଭିଜନ ଚେଞ୍ଜ କରିଦଉଛି ତମ ମୁନକୁ ପ୍ରଣାମ। ଏବେ ଏଇଠି ଆସିଗଲା କନସେପ୍ଟ। କଣ କନସେପ୍ଟ ଆସିଲା? ପ୍ରତ୍ୟେକ ରାଶିର ଗୋଟେ ଗୋଟେ ତତ୍ଵ ଅଛି। ମୁଁ ଆଜି ତମକୁ ଏମିତିଆ ଗୋଟେ ଟୁଲ ଦଉଛି ତାର କେବଳ ରାଶି ପଚାରିବ ଆଉ ତମେ ତାକୁ କିଛି ଜଜ କରିବା ଦରକାର ନାହିଁ ତମେ ବୁଝିଯିବ ଯେ କଣ ଡିସିସନ ନବ। ଏଟା ମନେ ଅଛି ସମସ୍ତଙ୍କର? ହୁଁ। ଚରସ୍ଥିର। କଣ ମନେ ଅଛି ଟିକେ ଡିସ୍କସନ କଲ। ଏଟା ଚରସ୍ଥିର ଦ୍ୱାତ୍ମିକ। ଏଟା କଣ ତାର ମାନେ କଣ? ଚର ମାନେ ଗୋଟେ ସିଙ୍ଗିଲ ସ୍ଥିର ମାନେ ଚର ସ୍ଥିର ଦ୍ୱାତ୍ମିକ ଅର୍ଥ ତ ବୋଥ ଆଉ ମାନେ ଦିଟାରେ ହଁ ଯାଉଥିବ ଆଉ। ରାଜକୁ କଣ ମନେ ଅଛି କହିଲ? ହୁଁ। ଚର କହିଲେ କନଷ୍ଟାଣ୍ଟ ଯୋଉଟା କି ନାଇଁ ଚର କହିଲେ ମାନେ ସିଏ ଆଗକୁ ବଢି ବଢି ଚାଲିବ ଲାଇକ ଡିସିସନ ମେକର ହଉ ଆଣ୍ଡ ଏନି କାଇଣ୍ଡସ ଅଫ ମଳ ୱାର୍କ ମ୍ୟୁଟ ବି କର। ହଉ ସେ ବଢି ବଢି ଚାଲିବ। ଆଜ୍ଞା ଭାଇନା କୁହନ୍ତୁ। ମ୍ୟୁଟ କର ମଳ ମ୍ୟୁଟ କରିଦଉ। ତାପରେ ସ୍ଥିର କହିଲେ ଯେମିତି କି କନଷ୍ଟାଣ୍ଟ କନସିଷ୍ଟେନ୍ସି ଯୋଉଟା। ଏ ଜିନିଷ ଟାକୁ ଲେଖିଲ କି ଏଇଟା ହେଲା ମେଷ ରାଶି ବୋଲି ବୁଝିପାରିଲ ତ ଏଇଟା ମେଷ ହୁଁ ଏଇଟା ବୃଷ ହୁଁ ଏଇଟା ମିଥୁନ ଏଇଟା କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ କୁମ୍ଭ ମୀନ। ଠିକ ଅଛି। ହୁଁ ଏବେ ତମେ ଯଦି ଏଇ କାରକ ତତ୍ଵ ମନେ ନ ରଖିବ ତମେ ସଂସାରରେ କିଛି କରିପାରିବନି କିଛି ପ୍ରେଡିକ୍ସନ ନାହିଁ ଗଲା ତେଲା ନବାକୁ ସବୁ।
ମୁଁ କହୁଛି ବର୍ତ୍ତମାନ ଶୁଣ, ଚର ମାନେ ଭାଇ, ଚର ମାନେ ଚରଇବତୀ। ଯେମିତି ନଦୀରେ ପାଣି ବୋହି ଯାଉଛି, ହୁଁ। ସେମିତି ତାର ମନ ବୋହିଯିବ। ମାନେ ସେ ଗୋଟେ ଜାଗାରେ କେବେ ବି ସ୍ଥିର ହେଇକି ବସି ପାରିବ ନାହିଁ। ଚର ମାନେ ହେଲା ଏଇଆ। He will frequently change his decision according to time. ତା ମନ ବାଇ ଡିଫଲ୍ଟ, ଯଦି ଚନ୍ଦ୍ର ମେଷ ରାଶିରେ ରହିଲା, ତା ମନ ବାଇ ଡିଫଲ୍ଟ ଚେଞ୍ଜ ହବା କଥା ହବ। କୌଣସି ସନ୍ଦେହର ଅବକାଶ ନାହିଁ। ମୁଁ ଏଇଟା କେବଳ କହୁନି, ମୁଁ କେବଳ ଚନ୍ଦ୍ରର କଥା କହୁଛି। ହୁଁ। ମୁଁ ହୁଁ। କେବଳ ଚନ୍ଦ୍ରର କଥା, ମୁଁ ଲଗ୍ନ କଥା ଉଠାଇ ନାହିଁ। ତମର ଯଦି ଲଗ୍ନ ବି ମେଷ ଲଗ୍ନ ହେଲା, ତାହେଲେ ତମର ଚର ଲଗ୍ନ ହେଇଗଲା। ଏବେ ନିଜ ନିଜର ଲଗ୍ନ ଦେଖିଦିଅ। ବିଛା ଲଗ୍ନ ମାନେ ସ୍ଥିର କାରକ, ଯାହା ବୁଝିଥିବ ସେଇଆ, ଗୋଖା। ଧନୁ ଲଗ୍ନ ଯୋଉ ମାନଙ୍କର, ସେମାନଙ୍କର, ମୋର ବି ଧନୁ ଲଗ୍ନ, ତ ମୁଁ ମୋର କହିବି 200, ମୁଁ କରିବି କରିବିନି, କରିବି କରିବିନି, କରିବି କରିବିନି। ଏଇ ଭିତରେ ଯେତେ ଥର ମୁଁ ମୋର ଏମିତି ଜୀବନରେ ଏମିତି କରିଛି, ସେତେ ଥର ମୁଁ ଏତେ ନାମ ନେଇଛି, ମୋ ଜିନିଷ ଏତେ ପ୍ରୋକ୍ରାଷ୍ଟିନେଟ ହେଇଛି ଯେ, ମାନେ ମୁଁ, କିଏ ଗୋଟେ ସାମ୍ନାରୁ ଯଦି ସେ ଦୈବୀ ଶକ୍ତି ନ ଆସିଲା, ମୁଁ ଡିସିସନ ରେ ପହଞ୍ଚି ପାରେନି, କନକ୍ଲୁଜନ ନେଇପାରେନି। ଯଦି କିଏ ଗୋଟେ ବାହାର ବାଲା ନ ଆସିକି ହେଲ୍ପ ନ କଲା, ତାହେଲେ ମୁଁ ବୁଢୀ ମରିବା ଟାଇପ ର ସିଷ୍ଟମ ହେଇଯାଏ। ମୁଁ ଲଗ୍ନ ମାନେ ହଉଛି ମୁଁ, ହୁଁ। ଚନ୍ଦ୍ର ମାନେ ହଉଛି ମୋର ମନ। ମୁଁ ଏଠି ଦିଟାକ ବୁଝଉଛି ତମକୁ। ମୁଁ ଲଗ୍ନ କଥା ବି ବୁଝଉଛି, ଚନ୍ଦ୍ର କଥା ବି ବୁଝଉଛି। ତମ ମୁଣ୍ଡରେ ଯଦି ବୁଦ୍ଧି ଅଛି, ତମେ ପଶିଯାଅ ଆଗ ଏଇଥିରେ। ଏଇ ଜିନିଷ ଟାକୁ ମନେ ରଖ, ଚର ସ୍ଥିର ଦୁଇ ସ୍ୱଭାବ। ଚରର ମାନେ ହେଲା ଚରଇବତୀ, ମାନେ ସେ କନଷ୍ଟାଣ୍ଟ ରହିବ ନାହିଁ। ସ୍ଥିରର ରହିବ। ମାନେ ହେଲା ସେ କନଷ୍ଟାଣ୍ଟ ରହିବ। ଦୁଇ ସ୍ୱଭାବ ମାନେ ସେ କିଛି ସମୟ ପାଇଁ କି କନଷ୍ଟାଣ୍ଟ ରହିବ, କିଛି ସମୟ ପାଇଁ କି ବୁଲିଯିବ। ତେଣୁ ତୁମର କୋଉ ଲଗ୍ନ କୋଉ ରାଶି ତୁମେ ଦେଖିଦିଅ, ଏଇଥିରୁ ହୁଁ। ବୁଝିପାରିବ। ଏଇଥିରୁ ବୁଝିପାରିବ ଯେ ତୁମେ ଏମିତି କାହିଁକି ଡିସିସନ ନେଇପାର ନାହିଁ। ଠିକ ଅଛି, ଏଇଟା ରାଶି ଉପରେ ଏଇଠି ମୁଁ ଅଧିକ କ୍ଲାରି ପକେଇଥାଏ ନା ଲଗ୍ନ ଉପରେ ଅଧିକ ଇମ୍ପାକ୍ଟ ପକେଇଥାଏ? କଣ ସରି, ମୁଁ କହିଲି ରାଶି ଉପରେ ଅଧିକ ଇମ୍ପାକ୍ଟ ପକେଇଥାଏ ନା ଲଗ୍ନ ଉପରେ? ଲଗ୍ନ ଉପରେ ବହୁତ ଇମ୍ପାକ୍ଟ ପଡିଥାଏ ଭାଇ। ଲଗ୍ନ ହଉଛ ତୁମେ ଆଚ୍ଛା। ନିଜେ। ଆରେ ତୁମେ ବଞ୍ଚିଲେ ତ ତୁମର ମନ ରହିବ, ତୁମ ମଲେ କୁଆଡେ ତୁମ ମନ ରହିବ? ହୁଁ। ମଣିଷ ବଞ୍ଚିଥିଲେ ତ ତାର ମନ ରହିବ ନା ଭାଇ। ହୁଁ। ଯଦି ଲଗ୍ନ ସ୍ଥିର କାରକରେ ଆସିଗଲା, ମନ ଚର କାରକରେ ପଶିଗଲା, ତା ମନ ଯେତେ ଉଡିଏ ହେଲେ ବି ତା ବିବେକ ତା ଭିତରୁ କହିଦବ କି ନା, ମୁଁ ଯୋଉଟା କରୁଛି ଭୁଲ କରୁଛି, ମତେ ମୋ ଉପରେ ଲଗାମ ଦେବା କଥା। ହୁଁ। ଯଦି ମନ ସ୍ଥିର କାରକରେ ରହିଗଲା, ଇଏ ବି ମାନେ ମନ ବି ସ୍ଥିର କାରକରେ ରହିଗଲା, ଆଉ ଦେହ ବି ସ୍ଥିର କାରକରେ ରହିଗଲା, ଲାଇକ ନରେନ୍ଦ୍ର ମୋଦି କୁଣ୍ଡଲି। ହୁଁ। ଠିକ ଅଛି ନା? ହୁଁ। ମୋର ଯେତିକି ଯାହା ମନେ ପଡୁଛି, ବିଛା ଲଗ୍ନ କୁଣ୍ଡଳୀ ଆଉ ବିଛା ଲଗ୍ନ କୁଣ୍ଡଳୀର ମାର୍ସ ଆଉ ମୁନ ଦିଟା ଏକ ଲଗ୍ନରେ ବସିଛନ୍ତି, ମୋର ଯେତିକି ଯାହା ମନେ ପଡୁଛି। ଆଇ ଏମ୍ ନଟ୍ ସିଓର, ବଟ୍ ଯଦି ଏଇଆ ହେଇଥାଏ, ତାହେଲେ ତାଙ୍କ ୱାର୍କର ପ୍ରୋସିଜିଓର ଦେଖ। ତେଣୁ ମୋର କହିବା କଥା ହେଲା, ତେଣୁ ତମେ ଲଗ୍ନ ହେଇଗଲା ତମର ବିଛା, ତାର ରାଶି ହେଇଗଲା ଧନୁ, ମାନେ ବଡି ସ୍ଥିର କାରକୁ ପଳେଇଲା, ମନ 200, ଏଇଟା କରିବି, ସେଇଟା କରିବିନି, ଏଇଟା କରିବି କି, ସେଇଟା କରିବି କି, ମଳେ ଥରେ ଏଇଆ ହୁଏ କି? ହଁ, ହଁ, ତାହେଲେ ସବୁବେଳେ। ଏଇ ଛୋଟ କନସେପ୍ଟରୁ ଆମେ କଣ ବୁଝିଲେ? ଏ ଛୋଟ କନସେପ୍ଟରୁ କଣ ବୁଝିଲେ ଆମେ? ଏଇ ଛୋଟ କନସେପ୍ଟରେ ସୁନ୍ଦର ଭାବରେ ଏଇ ଜିନିଷଟା ବୁଝିଲେ, ତୁମେ ତୁମକୁ ଚିହ୍ନ, ତମର କଣ। ଯେତେବେଳେ ଆମେ ରାଶି ପଚାରନ୍ତୁ, ଆମେ ତାର ମନ କଥା ବୁଝିପାରୁ କି ଇଏ ଭଦ୍ର ବ୍ୟକ୍ତି ଯୋଉ ଅଛନ୍ତି, ଏ ଭଦ୍ର ବ୍ୟକ୍ତିଙ୍କର କିଭଳି ଭାବରେ ମନଟା ଥିବ। ମୁନ୍ ପୋଜିସନକୁ ଦେଖିକି। 99, ହଁ, 99%ରେ ଯଦି ମନ ମୁନ ପୀଡିତ ନ ରହିବ, ତାହେଲେ ସେ ଲୋକ ଭକ୍ତ ବନିପାରିବ ନାହିଁ। ଯଦି ମୁନ କାହାକୁ, ମୁନ ପୀଡିତ କୋଉ କୁଣ୍ଡଲିରେ ନ ମିଳିଲା, ସେ ମ୍ୟାଟେରିଆଲ ଭୋଗ କରିବା କଥା କରିବ। ଯଦି ମୁନ ରାହୁ କେତୁ ଶନି ମଙ୍ଗଳ ଦ୍ଵାରା ପୀଡିତ ହେଇଗଲା, ତାହେଲେ ସେ ସ୍ପିରିଚୁଆଲ ଲାଇନକୁ ଯିବା କଥା ଯିବ। ତେଣୁ ଏଠି ମନ ଖରାପ ରହିବା ଦରକାର, ଦେହ ସୁସ୍ଥ ରହିବ ଦରକାର। as far as material part is concerned, as far as spirituality is concerned। ଏବେ ମନେ ରହିଲା ଚର ସ୍ଥିର ଦୁଇ ସ୍ୱଭାବ। ତେଣୁ ତୁମେ ତୁମ ଲଗ୍ନ ଟା ଚେକ୍ କର, ତମ ଚର ଲଗ୍ନ କି ସ୍ଥିର ଲଗ୍ନ କି ଦୁଇ ସ୍ୱଭାବ ଲଗ୍ନ। ତମର ମନଟାକୁ ଚେକ୍ କର, ତମର ଚର ରାଶି କି ସ୍ଥିର ରାଶି କି ଦୁଇ ସ୍ୱଭାବ ରାଶି। ମୁଁ ଡାଇରେକ୍ଟ ପ୍ରେଡିକ୍ସନ ହିଁ ପଢଉଛି। ହୁଁ। ତୁମେ ମାନେ ଏଇ ଛୋଟ ଛୋଟ ଜିନିଷକୁ ଦେଖ ଭାଇ, ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ। ତୁମେ ଯଦି ଛୋଟ ଛୋଟ ଜିନିଷ ଉପରେ ସିରିୟସ ହେଇଯିବ ନା, ତମର ଆଗକୁ ଯାଇକି ତୁମକୁ ତମ ରାଶି ପଚାରିବ, ତମେ ଜାଣିଯିବ କି ଲୋକ ସହିତ ଡିଲ୍ କରିବାର କଣ ଅଛି। ଆଉ ଏ ଲୋକକୁ କଣ କହିଲି ଏ ଶୁଣିବୁ। ତାକୁ ଓଭରକମ କରିବା ପାଇଁ ନାହିଁ, କୌଣସି ଖଣ୍ଡା
ବନ୍ଧୁକ ଦି ଜଣ ଧରିଛନ୍ତି, ଟେରିଷ୍ଟ ବି ଧରିଛି, ବନ୍ଧୁକ ଧରିଛି ଇଣ୍ଡିଆନ ଆର୍ମି। ହେଲେ ଆର୍ମିର ବନ୍ଧୁକଟା ସେଭ ପାଇଁ, ଟେରରିଷ୍ଟର ବନ୍ଧୁକଟା ମାରିବା ପାଇଁ। ତେଣୁ ତମକୁ ଏଇ ଯୋଉ ଜିନିଷଟା ମୁଁ ଶିଖଉଛି, ଏଇଟା କାହାକୁ ଡୋମିନେଟ କରିବାକୁ ଶିଖଉନି। ମୁଁ ଏଇଟା ତମକୁ ଶିଖଉଛି ଯେ ଯୋଉ ଲୋକମାନଙ୍କର ଅସୁବିଧା ଅଛି ସେଟାକୁ ତମେ କେମିତି ମୁକ୍ତ କରିବ। ମୁଁ ଏଇଟା ଏଥିପାଇଁ ଶିଖଉଛି, ଏଇ ଜିନିଷଟା କ୍ଲିୟର ହେଇଯିବ। ବିଦ୍ୟାର ଅପବ୍ୟବହାର, ବିଦ୍ୟାର ଅଭିମାନ, ବିଦ୍ୟାର ଅହଙ୍କାର ତୁମକୁ ଦିନେ ନେଇକିନା ପଡିବ। ମୁଁ ଏଠି ଛୋଟ ଜିନିଷଟା କହିଲି, ଏଇ ଛୋଟ ଜିନିଷଟା ଉପରେ ତମେ ତମ ପାଖ ଆଖରେ ଯେତିକି ଲୋକ ଅଛନ୍ତି ତାଙ୍କର 10ଟା 20ଟା କୁଣ୍ଡଲି ବନେଇକି ରଖ, ତମେ ଯାହାଙ୍କ ସହିତ ପୁରା ବହୁତ ବୁଲବୁଲ ହେଇ ମିଶିଛ ଛୁଆ ବେଳୁ। ମାଷ୍ଟର ସେଜର ଆପ ଅଛି, ଡାଉନଲୋଡ କର, ତାକୁ ଦେଖ ସେଟା ଚର ଲଗ୍ନ କି ସ୍ଥିର ଲଗ୍ନ କି ଦ୍ୱି ସ୍ୱଭାବ ଲଗ୍ନ। ତାର ରାଶି ଦେଖ, ଚର ରାଶି କି ସ୍ଥିର ରାଶି କି ଦ୍ୱି ସ୍ୱଭାବ ରାଶି। ଏବଂ ତାପରେ ବସି ଭାବ ମୁଁ ଯୋଉ କଥାଟା କହିଛି ସେଟା ତା ସହିତ ମ୍ୟାଚ କରୁଛି ନା ନାହିଁ। ଏତିକି କରିଦେଲେ ତମର ବହୁତ କିଛି ଜିନିଷ ମାନେ କ୍ଲିୟର ହେଇଯିବ କି ଭାଇ ୟାର ପର୍ସନାଲିଟି ଏଇଆ। ହୁଁ ତେଣୁ କୋଉ କୋଉ ରାଶି ଗୁଡାକ ପଳେଇଲା ସ୍ଥିରରେ? ବୃଷ ରାଶି, ହୁଁ ସିଂହ ରାଶି, ବିଛା ରାଶି, ବୃଷ, 2, 5, 8, 11 କୁମ୍ଭ କୁମ୍ଭ ରାଶି। କୁମ୍ଭ ରାଶି। 2, 5, 8, 11 ଏଇଭଳିଆ 4 ଜଣଙ୍କର ଲୋକଙ୍କର ସହିତ, ଏଇଭଳିଆ 4 ଜଣ ଲୋକଙ୍କର ରାଶି ବାଲାଙ୍କ ସହିତ ଯଦି ତମର କୌଣସି କେବେ ଡିଲ୍ କରିବାର ଥାଏ, ଆଉ ସେମାନଙ୍କର ଚତୁର୍ଥ ଭାବ ଏବଂ ସେମାନଙ୍କର ମୁଣ୍ଡ ଯଦି ପୀଡିତ ନଥାଏ, ତାହେଲେ ଏମାନେ ଯଦି ମୁଣ୍ଡରେ ପୁରେଇଥିବେ ଯେ ଏଇଟା ମୁଁ କରିବି, ତାହେଲେ ସେମାନେ ବହୁତ ବହୁତ କରିବା କଥା ସେ କରିକି ହିଁ ରହିବେ। ଏବେ ମୁଁ ଆହୁରି ଗୋଟେ ଏକ୍ସାମ୍ପଲ ଦଉଛି, ଆପଣ ମାନେ ବୁଝିବେ ସେ ଜିନିଷଟା। ମୁଁ ଏଟାକୁ ଏକ୍ସପ୍ଲେନ କରୁନି, ମୁଁ ଏକ୍ସାମ୍ପଲ ସହିତ କହୁଛି। ଆମେ ସମସ୍ତେ ସମସ୍ତଙ୍କ ସହିତ ହବ, ସମସ୍ତେ ସମସ୍ତଙ୍କ ସହିତ ପରିଚୟ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।